ଭାରତର ପ୍ରଥମ ଫାଷ୍ଟ ବ୍ରିଡର ରିଆକ୍ଟର। ନମସ୍କାର ବନ୍ଧୁଗଣ, କଳ୍ପନା କରନ୍ତୁ ଆଗାମୀ 450 ବର୍ଷ ପାଇଁ ଭାରତରେ 500 ଗିଗାୱାଟ ଶକ୍ତି ଉତ୍ପାଦନ କରିବାର କ୍ଷମତା ଅଛି। କିନ୍ତୁ ଏହା କୌଣସି କଳ୍ପନା ନୁହେଁ, ଏହା ହେଉଛି ଆମର ବାସ୍ତବତା। ହଁ ବନ୍ଧୁଗଣ, ପ୍ରାୟ 1.5 ବର୍ଷ ପୂର୍ବେ ଭାରତର ଆଣବିକ ଶକ୍ତି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ, ଯାହାକୁ ଫାଷ୍ଟ ବ୍ରିଡର ରିଆକ୍ଟର ଅର୍ଥାତ୍ FBR ବୋଲି କୁହାଯାଏ, ତାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା। ମାର୍ଚ୍ଚ 2024ରେ ଏହି ଖବର ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ଏକ ବଡ଼ ଧରଣର ବିକାଶ ଘଟିଛି। ଭାରତର ପ୍ରଥମ FBR ଇନ୍ଧନରେ ଫୁଏଲ୍ ଲୋଡ଼ିଂ ହେବା ଷ୍ଟାର୍ଟ ହୋଇଛି ଏବଂ ଏହି କାମ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ସାଙ୍ଗମାନେ, ଏହି ବିକାଶ କାହିଁକି ସ୍ୱତନ୍ତ୍ର? କାହିଁକି ଏହି ରିଆକ୍ଟର ଭାରତକୁ ଏକ ଆଣବିକ ସୁପର ପାୱାରରେ ଗଢ଼ି ତୋଳିବ? କାରଣ ଏହା ହେଉଛି ଯେ ଏହା ହେଉଛି ଦ୍ୱିତୀୟ ଏପରି ଏକ ରିଆକ୍ଟର ବିଶ୍ୱରେ, ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମକୁ ଏହା ଗୋଟେ ଇନଫାଇନାଇଟ୍ ପାୱାର ପାଇଁ ଗୋଟେ ଦ୍ୱାର ଖୋଲିଦେବ। ଆଜି ଆମେ ସମସ୍ତେ ଏହି ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ରିପୋର୍ଟ ଅନୁଯାୟୀ ଆସନ୍ତା ସପ୍ତାହରେ କଳ୍ପକମ୍ ସ୍ଥିତ ଆମର ଫାଷ୍ଟ ବ୍ରିଡର ରିଆକ୍ଟରରେ ଆନୁଷ୍ଠାନିକ ଭାବେ ଇନ୍ଧନ ଲୋଡ୍ ହେବା ଷ୍ଟାର୍ଟ ହେଉଛି। ଆପଣ ଏହାକୁ ଦ ଇକୋନୋମିକ୍ସ ଟାଇମ୍ସ ଏବଂ NDTV ସମେତ ସମସ୍ତ ପ୍ରମୁଖ ଏଜେନ୍ସିରେ ଦେଖିପାରିବେ। ଭାରତର ସବୁଠାରୁ ଅତ୍ୟାଧୁନିକ ଆଣବିକ ରିଆକ୍ଟରରେ ଇନ୍ଧନ ଲୋଡ଼ିଂ ଆରମ୍ଭ ହେବାକୁ ଯାଉଛି। ଯଦିଓ ଲୋଡ଼ିଂ ପୂର୍ବରୁ ଯୋଜନା କରାଯାଇଥିଲା, କିଛି ରକ୍ଷଣାବେକ୍ଷଣ ଏବଂ ବୈଷୟିକ ତ୍ରୁଟି ହେତୁ ଏହି ପ୍ରକ୍ରିୟାରେ ପ୍ରାୟ 1.5 ବର୍ଷ ବିଳମ୍ବ ଘଟିଥିଲା। କିନ୍ତୁ ଶେଷରେ ଅପେକ୍ଷା ଶେଷ ହେଲା ଏବଂ ଏବେ ଫୁଏଲ୍ ଲୋଡ଼ିଂ ଷ୍ଟାର୍ଟ ହେବ। ଫ୍ରେଣ୍ଡସ୍, ଦିସ୍ ଡେଭଲପମେଣ୍ଟ ଇଜ୍ ଭେରି ସ୍ପେଶାଲ ଫର୍ ଆସ୍। କାହିଁକି ମୁଁ ସ୍ପେଶାଲ କହୁଛି, କିଛି ପଏଣ୍ଟ ଆସନ୍ତୁ ଜାଣିବା। ପ୍ରଥମ ପଏଣ୍ଟ ହେଉଛି ଆନ୍ତର୍ଜାତୀୟ ଗୁରୁତ୍ୱ। ବର୍ତ୍ତମାନ ସୁଦ୍ଧା ଏହିପରି ଫାଷ୍ଟ ବ୍ରିଡର ରିଆକ୍ଟର ଯାହା କମ୍ ଇନ୍ଧନ ଖର୍ଚ୍ଚ କରି ଅଧିକ ଶକ୍ତି ଉତ୍ପାଦନ କରେ, ତାହା କେବଳ ରୁଷିଆ ପାଖରେ ଅଛି। ଆଉ ବର୍ତ୍ତମାନ ଭାରତରେ ଏହି ରିଆକ୍ଟର ହେବାକୁ ଯାଉଛି, ଯାହା ବିଶ୍ୱରେ ଦ୍ୱିତୀୟ ଏପରି ରିଆକ୍ଟର ହେବ। ଏହା ଆମ ପାଇଁ ଏକ ବହୁତ ବଡ଼ ସଫଳତା। ଦ୍ୱିତୀୟ ପଏଣ୍ଟ ହେଉଛି ଥୋରିୟମ୍ ଆଡ଼କୁ ଅଗ୍ରସର ହେବା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଏହି ଦ୍ୱିତୀୟ ପର୍ଯ୍ୟାୟ ରିଆକ୍ଟରର ଆମକୁ ଶେଷରେ ଆମର ତୃତୀୟ ପର୍ଯ୍ୟାୟ ଆଡ଼କୁ ନେଇଯାଉଛି। ତୃତୀୟ ପର୍ଯ୍ୟାୟରେ ଭାରତ ତାହାର ବିଶାଳ ଥୋରିୟମ୍ ଭଣ୍ଡାରକୁ ଆଣବିକ କାର୍ଯ୍ୟକ୍ରମରେ ବ୍ୟବହାର କରିବା ଆରମ୍ଭ କରିବ। ଆସନ୍ତୁ ଜାଣିବା ଏହି ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର ରିଆକ୍ଟର ଅର୍ଥାତ୍ PFBR କିପରି କାର୍ଯ୍ୟ କରେ। ଏହାକୁ ଆମେ ବିଶ୍ଳେଷଣ କରିବା। ଏହାର ବୈଷୟିକ ନାମ ହେଉଛି PFBR। ଏହି ମେସିନ୍ ହେଉଛି ଏକ ରିଆକ୍ଟର ଯାହା ଯେତିକି ଇନ୍ଧନ ଖର୍ଚ୍ଚ କରେ ତାଠାରୁ ଅଧିକ ଇନ୍ଧନ ଉତ୍ପାଦନ ବି କରିଥାଏ। ସେଥିପାଇଁ ଏହାକୁ ବ୍ରିଡର ବୋଲି କୁହାଯାଏ। ଉଦାହରଣ ସ୍ୱରୂପ, ଯଦି ଏହା 100 ଲିଟର ଇନ୍ଧନ ବ୍ୟବହାର କରେ, ତେବେ ଏହା ଅତି କମ୍ରେ 150 ଲିଟର ଉତ୍ପାଦନ କରେ। ଏହା ନିଜେ ଇନ୍ଧନ ବ୍ରିଡ୍ ମଧ୍ୟ କରିଥାଏ। ଇଟ୍ସ ଫର୍ମାଲି ଏଣ୍ଟର୍ଡ ଦ ସେକେଣ୍ଡ ଫେଜ୍ ଅଫ୍ ଆଉଟ୍ ଅଫ୍ 3 ଫେଜ୍ ନ୍ୟୁକ୍ଲିୟର ପ୍ରୋଗ୍ରାମ। ଇଣ୍ଡିଆ 3 ଫେଜ୍ ନ୍ୟୁକ୍ଲିୟର ପ୍ରୋଗ୍ରାମରେ କ'ଣ କ'ଣ ବିଶେଷତ୍ୱ ଅଛି, ଏବେ ଆସନ୍ତୁ ଜାଣିବା। ଆପଣ ବର୍ତ୍ତମାନ ଭାରତରେ ଯେତିକି ବି ଶକ୍ତି ରିଆକ୍ଟର ଦେଖୁଛନ୍ତି, ଯେପରିକି ନରୋରା, ରାଓତଭାଟା, ତାରାପୁର, କାକ୍ରାପାର ଇତ୍ୟାଦି, ଦେ ଅଲ୍ ଫଲୋ ଦ ଫାଷ୍ଟ ଷ୍ଟେଜ୍। ତେବେ ଏବେ ଆମେ ଜାଣିବା ପ୍ରଥମ ପର୍ଯ୍ୟାୟରେ ଯେଉଁ ଫାଷ୍ଟ ଷ୍ଟେଜ୍ରେ କ'ଣ କ'ଣ କାମ ହୋଇଥାଏ। ଫାଷ୍ଟ ଷ୍ଟେଜ୍ର ଯେଉଁ ବୈଷୟିକ ନାମ ହେଉଛି ପ୍ରେସରାଇଜ୍ଡ ହେଭି ୱାଟର ରିଆକ୍ଟର, PHWR। ତେବେ ଏହି PHWRରେ ଇନ୍ଧନ କ'ଣ ୟୁଜ୍ ହୋଇଥାଏ? ଏଥିରେ ଆମେ ୟୁରାନିୟମ୍ ବ୍ୟବହୃତ କରିଥାଉ। ଉତ୍ପାଦନ ଆମେ କ'ଣ ହୁଏ ନା, ଏଥିରୁ ବିଦ୍ୟୁତ୍ ଉତ୍ପାଦନ କରାଯାଏ। ସେହିପରି ପ୍ଲୁଟୋନିୟମ୍ ଆଣ୍ଡ ଡିପ୍ଲେଟେଡ୍ ୟୁରାନିୟମ୍ ବାହାର କରାଯାଏ। ଏହି ପ୍ରକ୍ରିୟା ଗତ 50ରୁ 55 ବର୍ଷ ହେବ ଚାଲି ଆସିଛି। ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଷ୍ଟେଜ୍ 2 ବ୍ରିଡର ରିଆକ୍ଟରରେ କାମ କ'ଣ ହୁଏ? ଏବେ ଜାଣିବା ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଷ୍ଟେଜ୍ 2, ଯେଉଁଟାକି ବ୍ରିଡର ରିଆକ୍ଟର। ତେବେ ଏହି ବ୍ରିଡର ରିଆକ୍ଟରରେ ଇନ୍ଧନ କ'ଣ ୟୁଜ୍ ହୋଇଥାଏ? ଏଥିରେ ପ୍ରଥମ ପର୍ଯ୍ୟାୟରେ ବାହାରିଥିବା ପ୍ଲୁଟୋନିୟମ୍, ଯେଉଁଟା ଆମେ ଷ୍ଟେଜ୍ 1ରେ ଯେଉଁ ପ୍ଲୁଟୋନିୟମ୍ ବାହାରିଥିଲା, ଏବଂ ବଳକା ୟୁରାନିୟମ୍ ଯେଉଁଟା ବ୍ୟବହୃତ ହୋଇଥିଲା ଷ୍ଟେଜ୍ 1ରେ, ସମୟକ୍ରମେ ଏଥିରେ ଥୋରିୟମ୍ ମଧ୍ୟ ବ୍ୟବହାର କରାଯାଇ ଏଥିରେ ୟୁଜ୍ କରାଯାଇଥାଏ। ତେବେ ଏଥିରେ ଉତ୍ପାଦନ କ'ଣ କରାଯାଏ? ଏଥିରେ ଉତ୍ପାଦନ ୟୁରାନିୟମ୍ 233 ଉତ୍ପାଦନ କରାଯାଇଥାଏ। ୟୁରାନିୟମ୍ 233 ମଧ୍ୟ ଏକ ଫିସାଇଲ୍ ଇନ୍ଧନ, ଯାହାକୁ ଫିସାଇଲ୍ ଫୁଏଲ୍ ବୋଲି କୁହାଯାଇଥାଏ, ଯାହା ବିଦ୍ୟୁତ୍ ଉତ୍ପାଦନ କରିପାରେ। ଏବେ ଜାଣିବା ଷ୍ଟେଜ୍ 3 ଅର୍ଥାତ୍ ତୃତୀୟ ପର୍ଯ୍ୟାୟ। ଏହା ଥୋରିୟମ୍ ଉପରେ ଆଧାରିତ। ଏଥିରେ ଇନ୍ଧନ କ'ଣ ୟୁଜ୍ ହୋଇଥାଏ ନା, ଏଥିରେ ଇନ୍ଧନ ୟୁରାନିୟମ୍ 233
अर्थात 233 थोरियम भी व्यवहृत होता है। एथिरे यूरानियम 233 एवं थोरियम भी यूज करा जाय थाए। तेबे एई स्टेज रो विशेषत्व कौन ना यह हूँ एक स्वयं निर्भरशील पर्याय अर्थात सेल्फ सस्टेनिंग स्टेज। आपण एथिरे थोरियम एवं यूरानियम को भर्ती करथांती एवं यह निजे कार्य करने स्टार्ट करथाए। आपण को अलग किसी भर्ती करने को पड़ोनी। सो तृतीय पर्याय प्रवेश करने परे भारत एक इन्फिनिटी पावर हो जाई परिवो, कारण भारत निकटरे विश्वर सर्वाधिक थोरियम भंडार अच्छी। भारत पाखरे 9 लाख टन रु अधिक थोरियम भंडार रही। देखंतु ये तालिकार अन्य देश माने आम आखपाखरे भी नहांती, आम आसपास कई भी नहांती कौनसी देश। आम देश रे जो राज्य अच्छी आंध्र प्रदेश से 33%, आउ तमिलनाडु एवं उड़ीसा रे 15%, आउ केरल रे 20%, पश्चिमबंग 10% रु 15% एवं बिहार रे 5% थोरियम भंडार देखा मिलता है। ये द्वितीय पर्याय से बहुत गुरुत्वपूर्ण। यह आमको तृतीय पर्याय आड़क नहीं जीवो, जहाकू सरल शब्द रे कहिले आम देश पई असीम शक्ति अर्थात इन्फिनिटी पावर आड़क आमे गतिशील हबु। जेतेबेले भारत आणविक कार्यक्रम जनक होमी जहांगीर भाभा ये कार्यक्रम को तैयारी करथिले, सेतेबेले से गणना करथिले। से कहिथिले जो दिन भारत द्वितीय पर्याय रे प्रवेश करथियो अर्थात स्टेज 2 जोटा आमे स्टार्ट करिया जाउछु, तेबे सेबे आमे 100 वर्ष पई 500 गीगावाट शक्ति उत्पादन करिवु। जो दिन आमे तृतीय पर्याय पई प्रस्तुत हवा से दिन आमे आगामी 350 वर्ष पई 500 गीगावाट शक्ति उत्पादन करिवु। अर्थात सर्वमोट मिसई 450 वर्ष पई 500 गीगावाट शक्ति उत्पादन करने को आमे सक्षम हवा। एथरू आपण अनुमान करि परिबे जे द्वितीय पर्याय आम पई केते गुरुत्वपूर्ण। भारत वर्तमान यार स्थापित आणविक शक्ति क्षमता वृद्धि पई दीर्घ समय धरि चेष्टा करुछि। वर्तमान स्थापित क्षमता प्राय 8 गीगावाट एवं अतिरिक्त क्षमता 7.5 गीगावाट निर्माणाधीन किंबा कमिशनिंग आधार रे अछि एवं अन्य 7 गीगावाट को मंजूर भी करा जायछि, जेपरे कि बानवारा आणविक शक्ति केंद्र। लक्ष्य कौन अच्छी जे आमे धीरे धीरे आमर मुख्य लक्ष्य जो 100 गीगावाट आड़क बढ़ुचु। अनुमान अच्छी ये समस्त प्रकल्प संपूर्ण होगा पाई भारत रे 2031 किंबा 32 सुधा हो एवं यह 22.5 गीगावाट रे पहुँचब। आउ यही लक्ष्य हासिल करिवारे आमर द्वितीय पर्याय रिएक्टर एक बड़ भूमिका ग्रहण करिवो। वीडियो शेष करिवा पूर्वरु मु आपनकु एक गुरुत्वपूर्ण तथ्य देबाकू चाहे। भारतर पुराना आणविक शक्ति केंद्र गुड़िक यथा उत्तर प्रदेश, राजस्थान, गुजरात, महाराष्ट्र एथिरे जो निर्माणाधीन अच्छी एवं परिचालना कार्य NPCIL न्यूक्लियर पावर कॉर्पोरेशन ऑफ इंडिया द्वारा ताकू करा जाउची, किंतु कल्पकम रे निर्मित होथुवा प्रोटोटाइप फास्ट ब्रीडर रिएक्टर को आमर अन्य एक PSU भवानी द्वारा निर्माण करा जाउची। भवानी रो पूर्ण रूप होउची न्यूक्लियर पावर कॉर्पोरेशन ऑफ इंडिया। आणविक क्षेत्र में आमे केवल स्टेज 1, स्टेज 2, स्टेज 3 पर्यायर ध्यान देउनु, बरं स्मॉल मॉड्यूलर न्यूक्लियर रिएक्टर SMRS उपरे मध्य ध्यान देउछु। तेबे दर्शक बंधु आगको कौन हेउची ताहा देखिबा को बाकी अछि। मो तरफ वीडियो रे एतिकी। आपनकु ए विकास विषय रे केमिति लागिला सेको निश्चित कमेंट माध्यम रे जणैबे। वीडियोटी जदि भल लागे तेबे लाइक करिवे एवं चैनल को सब्सक्राइब करिया को बिल्कुल भी भूलिबेनी। धन्यवाद।